नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं प्रणतकामदं पद्मजार्चितं धरणिमण्डनं ध्येयं आपदि चरणपङ्कजं सन्तमञ्चते रमणनस्तनेष्वर्पयाधिहान् सुरतवर्धनं शोकनाशनं स्वरितवेणूनां सृष्टुचुम्बितम् इतररागविस्मारणं नृणां वितरवीरनस्ति धरामृतम् अटति जत भवन अह्निकाननं त्रुटिजुगायते त्वामपश्यतां कुटिलकुन्तलं श्रीमुखं च ते जड़ उदीक्षतं पक्षकृतदृशा पतिसुतान्वय भ्रातृबान्धवा अतिविलङ्घ्यते अन्त्यच्युतागता गतिविदस्तवद गीतमोहिता कितवजोषित कस्त्यजन्निषि रहसि संविदो हृतुषयोदयं प्रहसिताननं प्रेम वीक्षणं बृहदुरश्रियो वीक्ष्यधामं ते मुहुरति स्पृहा मुह्यते मन परमहंस चूड़ामणि श्रील सुखदेव गोस्वामी कहते महाराज परीक्षित ब्रजांगण मानकर अंतर्गतर आतुर निवेदन श्री गोविंद चरणारविंदरे श्याम सुंदर अंतर्हित ही कौठी अच्छ दृश्यता देखा दिए तुम अदर्शन रे आम प्राण किपरि रहिब तो धृता सब आमर प्राण तो तुम उपरे न्यस्त तुम्हें भल थिले आमे भल अछु तुम्हें असुस्थ हेले आमे असुस्थ ही पड़े तुम सुख रे आमे सुखी ये हला गोपी भावात्मक भक्तर अंतर्गतर भावना केवल नुहे वास्तव स्वरूप कृष्ण भल थिले सेमाने भल अछंती कृष्णଙ୍କ सुखरे सेमानଙ୍କର सुख कृष्णଙ୍କ दुखरे सेमानଙ୍କର दुख आउ ए कथाटी की भगवान कृष्ण मध्य ठीक धरिछंती प्रसंग क्रमे उद्धव को कहिछंती उद्धव जाओ जाओ ब्रजवाला गण मो निमंते परम व्याकुलिता सेमानंको सांत्वना दबा पाई सेमानंको सुस्थिर करेवा पाई बुझी दबा पाई तुम व्यतीत अन्य केही समर्थ हेबे तुम्हें मोर प्रिय मोर रहस्य और तत्व जेपरी जान तुम्हें ज्ञानवंत वाक्चतुरता पूर्ण एणु गोपी मानकर अंतःकरण रे जो ज्वाला ताकु प्रशमन करिबा निमंते तुमर ज्ञान गर्भक उच्च वाक्य समूह समर्थ हो पारती जा टिके बुझे दे आस
ସେମାନଙ୍କର ଦୁଃଖ ସହି ହେଉନି। ଉଦ୍ଧବ କହିଲେ, ପ୍ରଭୁ ଗୋପର ଗୋପିକା ଗଣ ଦେବତା ନା ମୁନି ନା ଋଷି ନା କଣ ଯେ ସେମାନେ ଏତେ ଆପଣଙ୍କର ସେମାନଙ୍କ ପ୍ରତି ଆନ୍ତରିକତା, ସିଏ ଆପଣଙ୍କୁ ସ୍ମରଣ କରି ଦୁଃଖ ପାଇଲେ କାହିଁକି? ଆପଣ ମଧୁର ମନୋହର ମୂର୍ତ୍ତି, ରସିକ ଶେଖର, ବେଦଗଧ ଏବଂ ସ୍ୱରୂପତଃ ପରମାନନ୍ଦ ବିଗ୍ରହ। କୋଟି ବ୍ରହ୍ମାଣ୍ଡ ଭିତରେ ସକଳ ଜୀବ ନିଜ ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ ଆପଣଙ୍କ ପ୍ରତି ଅନୁରକ୍ତ ହୋଇପଡ଼ିବା ତ ସ୍ୱାଭାବିକ। ଭଗବାନଙ୍କ ପ୍ରତି କିଏ ଜାଣି ଶୁଣି ଆକୃଷ୍ଟ ହୁଏ, କିଏ ଜାଣିପାରିନଥାଏ ମୁଁ ଆକୃଷ୍ଟ ହୋଇଛି ବୋଲି, କିନ୍ତୁ ନିର୍ଭରଶୀଳ ହୋଇପଡ଼ିଥାଏ। ଯେପରି ପୁତ୍ର ଯଦି ଜାଣିଲା ମୋର ପିତା ଏ, ତେବେ ସେ ସେଇ ପିତାଙ୍କର ପୁତ୍ର। ଯଦି ଗୋଟିଏ ପୁତ୍ର କୌଣସି କାରଣରୁ ଜାଣିପାରିନି ଇଏ ମୋର ପିତା ବୋଲି, ସେ ମଧ୍ୟ ସେ ପିତାର ପୁତ୍ର। ସେ ଜାଣିନି ବୋଲି କଣ ସେ ପିତାର ପୁତ୍ର ନୁହେଁ? ଅନ୍ୟ କାହାର ପୁତ୍ର ହୋଇଯିବ? ତଦ୍ରୂପ ବିଜ୍ଞଜନ ଯେଉଁମାନେ ଜାଣନ୍ତି ଏ ମୋର ପ୍ରଭୁ, ମୁଁ ତାଙ୍କର ଦାସ, ସେମାନେ ତ ଜାଣନ୍ତି। ଯେଉଁ ଅଧବ ଅଜ୍ଞଗଣ ଆପଣଙ୍କ ସମ୍ବନ୍ଧରେ କିଛି ଜାଣନ୍ତି ନାହିଁ, ସେମାନେ କଣ ଆପଣଙ୍କ ସନ୍ତାନ ନୁହନ୍ତି? ସେମାନଙ୍କର ସମ୍ବନ୍ଧ କଣ ଆପଣଙ୍କ ସହ ନାହିଁ? ନା ସେମାନେ ଆପଣଙ୍କର ଅଂଶୀଭୂତ ନୁହନ୍ତି? ଅତଏବ ବ୍ରଜବାଳାଗଣ ଜ୍ଞାନହୀନା ହେଲେ ମଧ୍ୟ, ବନବାସିନୀ ହେଲେ ମଧ୍ୟ ଆପଣଙ୍କ ଅଂଶ ତ ଜୀବ ହିସାବରେ ଆପଣଙ୍କ ପ୍ରତି ଆକୃଷ୍ଟ ହେବା, ଅଂଶର ପୂର୍ଣ୍ଣ ପ୍ରତି ଆକୃଷ୍ଟ ହେବା ଏକ ସ୍ୱାଭାବିକ ଲକ୍ଷଣ ହେଇଥିବାରୁ ସେମାନେ ଆପଣଙ୍କୁ ଝୁରିଲେ। ଆପଣ ମଧ୍ୟ ସେମାନଙ୍କ ପ୍ରତି ଅନନ୍ତ କୋଟି ବିଶ୍ୱରେ କେଡ଼େ କେଡ଼େ ମହନୀୟ ଜୀବଗଣ ଅଛନ୍ତି, କେତେ ମହାନ ମହାନ ଭଜନ ସାଧନ ସିଦ୍ଧି ଲାଭ କରିଛନ୍ତି, ସେମାନଙ୍କ ପ୍ରତି ଆପଣଙ୍କ ଅନ୍ତରର ଏତେଟା ବ୍ୟାକୁଳତା ଦୁଶୁନି ଯେତିକି ଅରଣ୍ୟ ବାସିନୀ ଅଜ୍ଞ ଅବଳାମାନଙ୍କ ପ୍ରତି ଆପଣଙ୍କର ଅନୁରାଗ। ଉଦ୍ଧବ, ତମେ ସେଗୁଡାକ ଜାଣିପାରିବନି। ବ୍ରଜରେ ଯେତେବେଳେ ମୁଁ ଥିଲି, ମୋ ପାଖରେ ତ ତମମାନେ କିଏ ନଥିଲ, ସେମାନେ କେବଳ ଥିଲେ। ମୋ ପାଖରେ ତ କୌଣସି ତୁମ ଭଳିଆ ପରମ ବିଦ୍ୱାନ, ପ୍ରବୀଣ ପଣ୍ଡିତ, ବ୍ରହ୍ମଜ୍ଞାନ ସମ୍ପନ୍ନ ବ୍ୟକ୍ତି, ମୁନି ଋଷି କିଏ ତ ନଥିଲେ। ଏଇ ଅଜ୍ଞ ଅଧମ ଗୋପାଳ ଗୋପାଳିକା କିଛି ମାତ୍ର ଥିଲେ ମୋର ଚତୁଃପାର୍ଶ୍ୱରେ। ମୁଁ ତାଙ୍କୁ ନେଇ ତ ଫେରେ ଚଳିଥାନ୍ତି, ସେମାନଙ୍କ ସହ ତ ଚଳିଥାନ୍ତି। ସେଇ ଗୋପାଳିକା ଗଣ ମୋ ସହିତ କାଳଯାପନ କରିବା ଭିତରେ ଧୀରେ ଧୀରେ ସେମାନଙ୍କ ସହ ମୋର ଅନୁରାଗ ସମ୍ବନ୍ଧ ବଢିଗଲା।
ଯେ ଯଥା ମାଙ୍ଗ ପ୍ରପଦ୍ୟନ୍ତେ ତାଙ୍ଗ ତଥୈବ ଭଜାମ୍ୟହମ୍। ଜଣେ ଲୋକ ଯଦି ମତେ ଭଲ ପାଇଲା, ତାର ବୁଦ୍ଧି ନାହିଁ, ଜ୍ଞାନ ନାହିଁ, ଶିକ୍ଷା ଦୀକ୍ଷା ନାହିଁ, ଉଚ୍ଚ କୂଳ ନାହିଁ, ପଦବୀ ମର୍ଯ୍ୟାଦା ନାହିଁ ବୋଲି କଣ ମୁଁ ତାକୁ ଭଲ ପାଇବିନି? ଉଦ୍ଧବ, ତମେ ଭଲ ପାଇବା କଣ ଚିନ୍ତା କର। ଭଲ ପାଇବାଟା ରୂପକୁ, ଗୁଣକୁ, ଧନ ସମ୍ପତ୍ତି କି, ପଦ ମର୍ଯ୍ୟାଦାକୁ ଅପେକ୍ଷା କରେ ନା। ଭଲ ପାଇବା କେବଳ ମନର ଧର୍ମ। ଭଲ ପାଇବା କେବଳ ମନର ଧର୍ମ। ଭାବ ଓ ମନକୁ ହିଁ ଦେଖିବାକୁ হয়। ସେ ବଳପୂର୍ବକ ଦୁଇଟି ପ୍ରାଣକୁ, ଦୁଇଟି ମନକୁ ଏକ କରିଦିଏ, ପରସ୍ପର ଭିତରେ ପ୍ରୀତି ଅନୁରାଗ ସୃଷ୍ଟି କରିଦିଏ। କେବଳ ମନ ହିଁ ଯଥେଷ୍ଟ ଭଲ ପାଇବା ପାଇଁ। ରୂପର ଆବଶ୍ୟକତା ନାହିଁ, ଧନର ଆବଶ୍ୟକତା ନାହିଁ, ଶିକ୍ଷାର ଆବଶ୍ୟକତା ନାହିଁ, ଜ୍ଞାନର ଆବଶ୍ୟକତା ନାହିଁ, କୂଳର ଆବଶ୍ୟକତା ନାହିଁ। ଭଲ ପାଇବା ଏଭଳିଆ ଗୋଟିଏ ଜିନିଷ। ଉଦ୍ଧବ ତା ମନ ମନସ୍କା ମତ ପ୍ରାଣା ମଦର୍ଥେ ତ୍ୟକ୍ତ ଦେହିତା। ସେମାନେ ମୋ ପାଇଁ ମନ, ପ୍ରାଣ, ଦେହ ସବୁ ତ୍ୟାଗ କରିଦେଇଛନ୍ତି। ମୋ ସୁଖ ନିମନ୍ତେ, ମୋ ତୃପ୍ତି ନିମନ୍ତେ ସେମାନଙ୍କର ମନ ନିରନ୍ତର କାର୍ଯ୍ୟ କରେ, ଆତ୍ମସୁଖ ପାଇଁ କରେ ନା। ସେମାନଙ୍କର ପ୍ରାଣ ମୋତେ ହିଁ ଅପେକ୍ଷା କରି ରହେ, ତାଙ୍କ ଦେହକୁ ଅପେକ୍ଷା କରେ ନା। ସେମାନଙ୍କର ଦେହ ମୋ ପାଇଁ ବୋଲି କାର୍ଯ୍ୟ କରେ, ନିଜ ପାଇଁ ବୋଲି କିଛି କାର୍ଯ୍ୟ କରେ ନା। ଉଦ୍ଧବ, ସେମାନେ ଯେତେବେଳେ ଦେହ, ମନ, ପ୍ରାଣ ମୋତେ ଦେଇଦେଲେ, ମୁଁ ଆଉ କଣ କରିଥାନ୍ତି? ମୁଁ ମଧ୍ୟ ମୋର ମନ, ଦେହ, ପ୍ରାଣ ସେମାନଙ୍କୁ ଦେଇ, ଯେ ଯଥା ମାଙ୍ଗ ପ୍ରପଦ୍ୟନ୍ତେ ତାଙ୍କ ତଥୈବ। ମୋର ମନ, ମୋର ପ୍ରାଣ, ମୋର ଦେହ ମୋ ପାଖରେ ନାହିଁ, ମୋ ଅଧୀନରେ ନାହିଁ, ସେମାନଙ୍କ ପାଖରେ। ସେମାନଙ୍କର ଦେହ, ମନ, ପ୍ରାଣ ସେମାନଙ୍କ ପାଖରେ ନାହିଁ, ମୋ ପାଖରେ। ଉଦ୍ଧବ କହିଲେ, ହଉ ସେତିକି ଥାଉ, ମୁଁ ଆଉ ସେଗୁଡା ଶୁଣିବାକୁ ଚାହୁଁନି। ହଉ ମୁଁ ଯାଉଛି। ଗଲେ ତାଦୃଶ ଯେଉଁ ଗୋପୀଗଣ, ସେ ଗୋପାଙ୍ଗନାଗଣ ଆଜି କୃଷ୍ଣ ହରା ହେଇ, କୃଷ୍ଣଙ୍କୁ ହରେଇଲେ ଭଲ କଥା, କିଛି ଯାଏ ସେ ନାହିଁ। ହରେଇଲେ ଭଲ କଥା, କିଛି ଯାଏ ସେ ନାହିଁ। ଯାହା ଦୁଃଖରେ ସେ ଥାନ୍ତା। ଗୋଟିଏ ଲୋକ ଦରିଦ୍ର, ଖାଇବାକୁ ମିଳୁନି, କୋଉଦିନ ଶାଗ ଟିକେ ମିଳିଲା ଖାଇଲା, କୋଉଦିନ ପେଜ ଟିକେ ମିଳିଲା ଖାଇଲା, କୋଉଦିନ କିଛି ମିଳିଲାନି ପାଣି ମୁନ୍ଦିଏ ପିଇ ରହିଲା, କୋଉଦିନ ପାଣି ମଧ୍ୟ ନ ମିଳିଲା, ଭାଗ୍ୟକୁ ଆଦରି ରହିଲା ସେ। କିନ୍ତୁ ତାକୁ ଡାକି ନେଇ ଘରକୁ, ଆସ ଆସ ଆଜି ଆମର ଭୋଜି, ଖାଇବ ଆସ। ଆଗ୍ରହରେ ସେ କ୍ଷୁଧାର୍ତ ପ୍ରାଣ, ତୀବ୍ର ଆହାର ଲାଳସୀ, କୋଉଠୁ ପୁଞ୍ଜିଏ ଖାଇବାକୁ ପାଇବି, କୋଉଠୁ ପୁଞ୍ଜିଏ ଖାଇବାକୁ ପାଇବି। ତେଣୁ ଶୁଣି ପକେଇଲା ଭୋଜି ଖାଇବାକୁ ମିଳିବ। କ୍ଷୀରି ହେଇଛି, ପୁରୀ ହେଇଛି, ମିଷ୍ଟାନ୍ନ ହେଇଛି, ସୁଗନ୍ଧରେ ମହକି ଉଠୁଛି ସେ ଅଞ୍ଚଳ। ନାକରେ ଆହାରର ଗନ୍ଧ ପଶୁଛି, କାନରେ ଆହାର୍ଯ୍ୟ ପଦାର୍ଥ ମାନଙ୍କର ନାମ ଶୁଣୁଛି, ଆଖିରେ ଆହାର୍ଯ୍ୟ ପଦାର୍ଥ ମାନଙ୍କର ଲୋଭନୀୟ ରୂପ ଦେଖୁଛି। ତାର ଉତ୍କଣ୍ଠା, ତାର କ୍ଷୁଧା ତୀବ୍ର ବଢିଯିବ ନାଇଁ କି? ବଢିଯିବନି? ତା ଘରେ ସେ ଯଦି ମୁହଁ ମାଡ଼ି ପାରିଥାନ୍ତା ଏତିକି ଦୁଃଖ ପାଆନ୍ତା କି? ଭୋଜି ସ୍ଥଳରେ ଆସି ଯେତେବେଳେ ସେ ପହଞ୍ଚିଗଲା, ଦେଖିଲା ହଜାର ହଜାର ଲୋକ ଖାଉଛନ୍ତି, ଏମିତି ପଦାର୍ଥ ହେଇଛି, ଏଡେ ସୁଗନ୍ଧ, ଏଡେ ସୁରୂପ, ଏଡେ ସୁସ୍ୱାଦୁ। ତାର ଉତ୍କଣ୍ଠା ବଢିଯିବ ନାଇଁ କି? ଆସ ଆସ ବସ,
ଡାକି ନେଲେ, ଆମେ ତାକୁ ବସେଇଲେ, ତା ପାଟିରୁ ଲାଳ ଗଡ଼ି ଆସିଲାଣି, ତା ପତ୍ରରେ ସବୁ ବଢ଼ା ହେଇଗଲା, ଖାଇବାକୁ ଉଦ୍ୟତ ହେଉଛି। ରହ ରହ, ଆଉ କିଛି ପଦାର୍ଥ ଅଛି, ସବୁ ଦେଇଦେଲେ ଖାଇବ। ବିଚରା କଷ୍ଟମଷ୍ଟେ ଅପେକ୍ଷା କଲା, କଷ୍ଟମଷ୍ଟେ ଅପେକ୍ଷା କଲା। ସବୁ ବଢ଼ା ଯେତେବେଳେ ସରିଲା, ହଁ ଏଥର ଖାଅ ଖାଅ ଖାଅ, ସବୁ ଦିଆ ହେଇଗଲା, ଖାଅ, ମନ ଇଚ୍ଛା ଖାଅ। ଠିକ ଯେତେବେଳେ ସେ ମୁଠାଏ ଅନ୍ନ ବ୍ୟଞ୍ଜନ ସହ ମିଶେଇ ପାଟି ଭିତରକୁ ନେଉଛି, ରହ ରହ, ତା ହାତକୁ ଆମେ ଧରି ପକେଇବା, ରହ ରହ ରହ, ଶୁଣ, ତୁମେ ଖାଇପାରିବନି ଏ ପଦାର୍ଥ, ଯା ଯା ତୁମେ ଉଠି ଯାଅ, ନା ତୁମକୁ ଦିଆଯିବନି, ଆରେ ପତ୍ର ନେଇଯା। ତା ମୁହଁ ଆଗରୁ ସେ ପତ୍ର ଅପସରେ ନେଲେ। କଣ ହବ ସେ ଲୋକଟାର ଅବସ୍ଥା? ତା ଘରେ ସେ ମୁହଁ ମାଡ଼ି ପଡ଼ିଥିଲେ ଏ ଅବସ୍ଥା ଭୋଗିଥାନ୍ତା? ଏଟା କଳ୍ପନା କରିବା କଥା, ଭାବରାଜ୍ୟର କଥା। ସାଧାରଣ ଜାଗତିକ ଉଦାହରଣ ଦେଇ ଯେତିକିଟା ପାରାଯାଏ ସାମାନ୍ୟ ମାତ୍ର ଧାରଣା କରି ତାକୁ କୋଟି ଗୁଣ କରି ସେଠି ଥୋଇଦେବାକୁ ହବ, ତେବେ ଯାଇ ଗୋପୀ ଭାବ ବୁଝି ହବ। ଏ ଯୋଉ ସାଧାରଣ ନିୟମ ଟିକକ, କଥା ଟିକକ ମନରେ ଧାରଣା ସୃଷ୍ଟି କଲା ଆହାର ସମ୍ବନ୍ଧୀୟ, ଏ ଭାବଟାକୁ କୋଟି ଗୁଣ ବଢେଇ ଦେଇ ନେଇ ସେଠି ଆରୋପ କଲେ ଗୋପୀ ଗୋପାଳ ନିକଟରେ, କିଛିଟା ଗୋପୀ ଭାବକୁ ଧରିବ। ଗୋପୀ ଭାବ ତାକୁ ଜାଗତିକ ମସ୍ତିଷ୍କରେ, ଜାଗତିକ ଉଦାହରଣରେ, ଜାଗତିକ ଦେହରେ, ମନରେ କେମିତି କଣ କରି ଆମେ ଧରିବା? এই অবস্থা আসিছি ব্রজাঙ্গনা ମାନଙ୍କରେ। ଦୁଃଖର ଶେଷ ସୀମା এই ଅବସ୍ଥା ଆସିଛି। କହୁଛନ୍ତି ପତି ସୁତାନ୍ୱୟ ଭ୍ରାତୃ ବାନ୍ଧବାନ ଅତି ବିଲଙ୍ଘ୍ୟତେନ୍ତି ଅଚ୍ୟୁତାଗତା। ଅଚ୍ୟୁତ ଏମାନଙ୍କୁ ଖାଲି ଲଙ୍ଘନ ନାହିଁ, ବିଲଙ୍ଘନ ନାହିଁ, ଅତି ବିଲଙ୍ଘ୍ୟ, ଏମାନଙ୍କୁ ଅତି ବିଲଙ୍ଘ୍ୟ। ଲଙ୍ଘନ କରିବା, ନ ମାନିକିରି ଆସିବା, ବିଲଙ୍ଘନ କରିବା, ବଳପୂର୍ବକ ସେମାନଙ୍କୁ ଏଡ଼େଇ ଦେଇ ଫେଙ୍ଗି ଫୋପାଡ଼ି ଦେଇ ଆସିବା, ଅତି ବିଲଙ୍ଘ୍ୟ। ତେଜର ଦୁର୍ବ୍ୟବହାର ପୂର୍ବକ ସେମାନଙ୍କୁ ତୁଚ୍ଛ ତାଚ୍ଛଲ୍ୟ କରି ଯେମିତି ଜୀବନରେ ସେ ଆଉ ମୁହଁ ଚାହିଁବେନି କେବେ, ଏତାଦୃଶ ବ୍ୟବହାର ଅତି ବିଲଙ୍ଘ୍ୟ। ଏଭଳିଆ ବ୍ୟବହାର କରି ଆମେ ଆସିଛୁ, ଅତି ବିଲଙ୍ଘ୍ୟ। ଆମ ଘରେ ତ ଆମେ ମୁହଁ ମାଡ଼ି ଶୋଇଥିଲୁ, ଆମକୁ ଏ ଆହାରର ଲୋଭ ତମେ କାହିଁ ଦେଖାଉଥିଲ? ଆମ କ୍ଷୁଧାରେ ଆମେ ଜଳୁଥିଲୁ ଅନେକ କାଳ ଧରି। ଆସ ଆସ ଖାଇବ ବୋଲି ଭୋଜିକି ଡାକିଲ କେତେବେଳେ? ବସ୍ତ୍ରହରଣ କାଳରେ। ପ୍ରତିଶ୍ରୁତି ଦେଇଥିଲଟି ତମେ ଚିରହରଣରେ, ଆମେ ଆମର ଗାଧୁଅଥିଲୁ, ତମର କି ଦରକାର ଥିଲା ସେଠିକି ଯିବାକୁ? ସେ ନିର୍ଜନ ସ୍ଥାନରେ ତୁମେ ଯେଉଁ କାର୍ଯ୍ୟ କଲ, ଆମ ଅନ୍ତର୍ଗତର ସୁପ୍ତ ବାସନାକୁ ତୀବ୍ର ଭାବରେ ତୁମେ ବଢେଇଦେଲ ଏବଂ ପ୍ରତିଶ୍ରୁତି ଦେଲ ତ ଆସୁ ଆସୁ ଗୋଟିଏ ସୁନ୍ଦର ରଜନୀ ଆସୁ, ଜ୍ୟୋତ୍ସ୍ନା ଧବଳିତ କୁସୁମ ସମ୍ଭାର ମଣ୍ଡିତ ଭ୍ରମର ଗୁଞ୍ଜିତ କାନନ ଭିତରେ ତୁମେ ମୋତେ ପାଇବ। ଏ ପ୍ରତିଶ୍ରୁତି ଦେଇଥିଲେ ତ, ଯାହା ହଉ ସେ ପ୍ରତିଶ୍ରୁତି କି ଆଶ୍ରୟ କରି ଆମେ ପଡିଥିଲୁ। କେତେ କାଳ ଯାଇଥାନ୍ତା ଯାଇଥାନ୍ତା, ଆମ ଜ୍ୱାଳାରେ ଆମେ ଜଳୁଥିଲୁ। ଗତିବିଦ ସ୍ତବଦ ଗୀତ ମୋହିତା, ଶେଷରେ ତୁମେ ନିଜ ବେଣୁ ଗୀତରେ ମୋହିତ କରି ଆମକୁ ମର୍ଯ୍ୟାଦାବନ୍ତ ଗୁରୁ ଗୁରୁଜନଙ୍କୁ ବିଲଙ୍ଘନ କରେଇଲ ନା। ଆମେ କେମିତି ଆସିଛୁ, ଆମ ଗତି କଣ ତମେ ଜାଣିନ? ଗତିବିଦ ତମକୁ ଅଜଣା? ଆମେ କେମିତି ଆସିଛୁ
ସେ ଗତି ତମକୁ ଅଜଣା କି? ଆଚ୍ଛା, ଆମ ଗତି, ଆମ ମନର ଗତି, ଆମ ହୃଦୟର ଗତି, ସେ ବି ତମକୁ ଅଜଣା? ଜାଣିନ? କେତେ କାଳରୁ କେତେ ସମ୍ବନ୍ଧ, କେତେ ହାସ ପରିହାସ, କେତେ ଇଙ୍ଗିତ, କେତେ ପ୍ରେରଣା, କେତେ ପ୍ରେମ ଦର୍ଶନ, କେତେ ମଧୁର ପରଶ। ଆମେ କଣ ଚାହୁଁ, ଆମ ଅବସ୍ଥା କଣ, କେତେ ପରିମାଣରେ ଆମେ ତୁମକୁ ଖୋଜୁଛୁ, ତୁମ ବିହୁନେ କେତେ ପରିମାଣର ଦୁଃଖ ଆମ ହୃଦୟରେ ଜାତ ହବ। ଏଇ ଆମର ଏ ମନର ଗତି ତମକୁ ଅଜଣା? ନୂଆ ଲୋକ ହେଇଥାନ୍ତ କି? ତମର ଆମର ପରିଚୟ ନଥାନ୍ତା? ହଠାତ୍ ଆମେ ତମକୁ ପ୍ରେମ କରି ବସିଥାନ୍ତୁ। ତୁ କିଏ ଲୋ, ତୋ ବାପାକୁ କିଏ, ତୁ କାହା ଘରର ଝିଅ, ତୋ ନାଁ କଣ, ତୁ କାହିଁକି ଏମିତି ହଉଛୁ, ଏ କଥା ତୁମେ ପଚାରିଥାନ୍ତ। ଶିଶୁ କାଳରୁ କେତେ କେତେ ଘଟଣା ଘଟି ଯାଇଛି। ଆମେ କିଏ, କଣ, କେତେ ପରିମାଣରେ ଆପଣଙ୍କ ପ୍ରତି ଆସକ୍ତ, କେତେ ପରିମାଣରେ ଆପଣଙ୍କ ପ୍ରତି ସମର୍ପିତ, କେତେ ପରିମାଣରେ ଆପଣ ଆମର ଆବଶ୍ୟକ, ଏକଥା କଣ ଆପଣ ଜାଣିନାହାନ୍ତି? ଏ ଗତି ଆମର ତୁମକୁ ଅଜଣା ଅଛି? ଆମର ଦେହର ଗତି, ଆମର ମନର ଗତି। ଗୃହ ଭିତରୁ ଦେହ କେମିତି ଆସିଲା ଅରଣ୍ୟକୁ, ଇଏ ତମକୁ ଅଜଣା? ନା ମନ କିପରି ଆପଣଙ୍କୁ ଝୁରୁଛି ତା ଅଜଣା? ଉଭୟ ଗତି ତ ତୁମେ ଉତ୍ତମ ରୂପେ ଜାଣ। ଶ୍ୟାମ ସୁନ୍ଦର ଗତିବିଦ ସ୍ତବଦ ଗୀତ ମୋହିତା, ତୁମେ ହିଁ ଆମକୁ ଏ ଅବସ୍ଥା ପ୍ରଦାନ କଲ। ତ ତୁମେ ଯଦି ଗୀତ ନ ଗାଇଥାନ୍ତ, ବେଣୁ ନ ବଜେଇଥାନ୍ତ, ଆଜି ଅବସ୍ଥା କାହିଁ ଆମେ ଭୋଗୁଥାନ୍ତୁ? ବେଣୁ ହିଁ ତୁମର ସହଚର, ୟା ମାଧ୍ୟମରେ ତୁମେ ଯେତେ ପ୍ରକାର କ୍ରୂର କଠୋର କାର୍ଯ୍ୟ କରିବା କଥା ସବୁ ସାଧନ କରୁଛ। ଭଲ ସଖାଟିଏ ତମକୁ ମିଳିଯାଇଛି ଶ୍ରୀକୃଷ୍ଣ, ବଂଶୀ ନାମକ ଭଲ ସହଚରଟିଏ ତମକୁ ମିଳିଛି। ତୁମେ ତାକୁ ଦଣ୍ଡେ ମୁହୂର୍ତ୍ତେ ଛାଡୁନ, ସିଏ ମଧ୍ୟ ତମକୁ ମୁହୂର୍ତ୍ତେ ଛାଡିକିରି କୋଠି ରହୁନି। ଶୋଇଲା ବେଳେ, ଖାଇଲା ବେଳେ, ଗୋଚାରଣ ବେଳେ, ଖେଳିଲା ବେଳେ ସବୁବେଳେ ତମ ଦେହକୁ ସେ ଲାଗିକିରି ରହିଛି। ଯେତେବେଳେ ନିହାତି ଥୋଇଦବା କଥା ଦିବ୍ୟ ଅଳଙ୍କାରଟେ, ଦିବ୍ୟ ବସ୍ତ୍ରଟିଏ, କିମ୍ବା ଅନ୍ୟ କୌଣସି ଲୋଭନୀୟ ପଦାର୍ଥଟିଏ ଯାହାକୁ ଆମେ ସବୁବେଳେ ପାଖରେ ରଖୁ, ଅନ୍ତତଃ ଭୋଜନ ବେଳେ ତାକୁ ଥୋଇଦଉ। ଖାଇ ବସିଲା ବେଳେ ତାକୁ ରହ, ଖାଇସାରିଲେ ଦେଖିବା, ଥୁଆ ହେଇଥାଏ ପାଖରେ। କିନ୍ତୁ ତୁମର ମଙ୍ଗଳାଚରଣରେ ଦୈବାତ ଆଜି ସେ ଶ୍ଳୋକଟି ଆସିଯାଇଛି, ନାଇଁ କି? ବିଭ୍ରତ ବେଣୁ ଜଠର ପଟୟ ଶୃଙ୍ଗବେତ୍ରୌଚ କକ୍ଷେ ବାମେ ପାଣୌ ମସୃଣ କବଳ ତତ୍ ଫଳାନି ଅଙ୍ଗୁଳିଷୁ। ନାଇଁ କି? କବଳ ଖାଦ୍ୟ, ବାଁ ହାତରେ ଅନ୍ନ ପୁଡ଼ିଆ ଧରି ଡାଣ ହାତରେ ଯେତେବେଳେ ତୁମେ ଖାଉଥାଅ, ସେତେବେଳେ ତୁମର ଏଇ ପ୍ରିୟ ସହଚର କୋଉଠି ଥାଏ? ଆଉ ନିବିଡ଼ ଭାବରେ, ଦୂରକୁ ଯିବା ଦୂରେ ଥାଉ, ଆଉ ନିବିଡ଼ ଭାବରେ ଥାଏ। ଯେ ହାତରେ ଥିଲା
ସେ କୋଉଠି ଖୋସା ହେଇଛି? ପେଟରେ ଖୋସା ହେଇଛି। ପେଟରେ ଯୋଉ ବସ୍ତ୍ର ଜଠର ବଟାୟ, ଜଠର ପେଟ ବଇଁଶଟି କୋଉଠି ଖୋସା ହେଇଛି? ତୁମ ନାଭି ନିକଟ ନିବିରେ ଖୋସା ହେଇଛି। କେତେ ବିଜଡ଼ିତ ହେଇ ତମ ଦେହ ସହିତ ସେ ସେତେବେଳେ ରହିଛି। ଅନ୍ୟ ସମୟରେ ତୁମ ହାତ ଭିତରେ ଯେତିକି ଧରିବ ସେତିକି ପରିମାଣ ସୂର୍ଯ୍ୟଙ୍କ ସ୍ପର୍ଶ ସିଏ ପାଏ। ବାଦନ କାଳରେ ଆଉ ଟିକେ ଅଧିକା ପାଏ। ତାର ଗୋଟିଏ ପ୍ରାନ୍ତ ତୁମ ଅଧର ସ୍ପର୍ଶ କରେ। ଅବଶ୍ୟ ଅଧର ସ୍ପର୍ଶ ତୁମର ତାକୁ ପୁଲକିତ କରିଦିଏ, ତାକୁ ପ୍ରାଣବନ୍ତ କରିଦିଏ। ସେ ନିଜେ ଚେତନ ପ୍ରାପ୍ତ ହେଇ ଜଳ ବଂଶ ଖଣ୍ଡ ଏ ଜଗତକୁ ନଚେଇ ଦିଏ। ତୁମ ଅଧର ସ୍ପର୍ଶରେ ଓ 7ଟି ଆଙ୍ଗୁଳି ତା ଉପରେ କ୍ରୀଡ଼ା କରନ୍ତି। 3ଟି ଆଙ୍ଗୁଳି ତାକୁ ଜାବୁଡ଼ି ଧରିଥାନ୍ତି। ଏମିତି ତୁମ ଶରୀରର 11ଟି ଅଂଶ ସେ ଏକ ସମୟରେ ସ୍ପର୍ଶ କରୁଥାଏ। କିନ୍ତୁ ବର୍ତ୍ତମାନ ଭୋଜନ କାଳରେ ବଂଶୀର ଏପଟରୁ ସେପଟ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ତୁମର ଉଦର ସ୍ପର୍ଶ କରୁନି। ତୁମ କ୍ରୋଡ଼ରେ କେଡ଼େ ଶାନ୍ତିରେ ସିଏ ଶୋଇଥାଏ। ସେତେବେଳେ ତୁମେ ଯେପରି ନିର୍ମମ, ତୁମ ଭଳିଆ ଯଦି ସିଏ ତୁମଠୁ ଅଧିକା ନିର୍ମମ ନ ହେଇଥାନ୍ତା, ତେବେ କି ତୁମ ସହିତ ଏପରି ବନ୍ଧୁତା ସୃଷ୍ଟି କରିପାରିଥାନ୍ତା? ସେ ଗତିବିଦ ଅସ୍ତବଦ ଗୀତ ମୋହିତା କିତବ ଯୋଷିତ କସ୍ତ୍ୟ ଜନ୍ନିସି। କିତବ କପଟ ରମଣୀ ମାନଙ୍କୁ କିଏ ରାତ୍ରି ଅର୍ଦ୍ଧରେ ଅରଣ୍ୟରେ ପରିତ୍ୟାଗ କରିଦେଇ ଯାଏ? ଆମେ ଭାବୁଥିଲୁ ବେଣୁ ତୁମ ଅପେକ୍ଷା ଅଧିକ ନିର୍ମମ। ତମର ଏ କାର୍ଯ୍ୟ ପ୍ରମାଣିତ କରିଦେଲା। ବେଣୁ ଅପେକ୍ଷା ତୁମେ ମଧ୍ୟ ଅଧିକ ନିର୍ମମ। ତୁମ ଦୁଇ ବନ୍ଧୁ, ତୁମେ ଓ ତୁମ ବେଣୁ ଉଭୟଙ୍କ ଭିତରେ ଏ ନିର୍ମମ ଗୁଣର କିଏ ଅଧିକ ନିର୍ମମ ହେଇପାରିବ? କଣ ପ୍ରତିଯୋଗିତା ଚାଲିଛି? ସେ କେତେବେଳେ ନିର୍ମମ ଗୁଣରେ ତୁମକୁ ବଳି ଯାଉଛି ତ ତୁମେ କେତେବେଳେ ନିର୍ମମ ଗୁଣରେ ତାକୁ ବଳି ଯାଉଛ? ହୁଅ, କିଛି ଯାଏ ଆସ ନାହିଁ। ସିଏ ନିର୍ମମ ଗୁଣରେ ତୁମକୁ ବଳୁ, ତୁମେ ତାକୁ ବଳ, ଆମର କଣ ଯାଏ ଆସେ ସେଥିରେ? କିନ୍ତୁ ହାୟ ଦୁର୍ଭାଗ୍ୟ, ସକଳ ନିର୍ମମତାର ଲକ୍ଷ୍ୟ ଏ ଦୁର୍ବଳା ଅବଳା ସମର୍ପିତ ପ୍ରାଣା ନିରୀହା ସର୍ବତ୍ୟାଗିନୀ ଗୋପୀ ମାନେ ୟାଙ୍କରି ଉପରେ ସବୁ ନିର୍ମମର ପ୍ରହାର। ବଂଶୀ ତାର ନିର୍ମମ ଗୁଣ ପ୍ରମାଣିତ କରିବ ଆମକୁ ଆକ୍ରମଣ କରି, ତୁମେ ତୁମର ନିର୍ମମ ଗୁଣ ପ୍ରମାଣ କରିବ ଆମକୁ ଆକ୍ରମଣ କରି। ହା ଦୁର୍ଭାଗ୍ୟ, ଏଇକି କୃଷ୍ଣକାନ୍ତା ହେବାର ସୁଖ ସୌଭାଗ୍ୟ। ଇଏ ଗୋପୀ ଗୀତ ଏମିତି ଗୋଟେ ଜିନିଷ ଯେ ସନାତନ ଗୋସ୍ୱାମୀ ବୃହତ ବୈଷ୍ଣବ ତୋଷଣୀ ଭାଷ୍ୟ, ଶ୍ରୀପାଦ ଜୀବ ଗୋସ୍ୱାମୀ ଶ୍ରୀମଦ୍ ଭାଗବତ ଭାଷ୍ୟରେ ଭାଗବତ ସନ୍ଦର୍ଭ ଷଟ୍ ସନ୍ଦର୍ଭରେ ଦିହେଁ କଥା କହିଛନ୍ତି। ଏ ଗୋପୀ ମାନେ କଣ କହୁଛନ୍ତି ସେଇଟା କିଏ ବୁଝିବ? କୃଷ୍ଣ ବୁଝିବେ, ଆଉ କିଏ ବୁଝିପାରନ୍ତିନି।
ଅନ୍ୟମାନେ ଖୋଳିତାଡ଼ି କିଛି କିଛି ବାହାର କରିବେ। କିନ୍ତୁ କଣ ଏମାନଙ୍କର ଅନ୍ତର୍ଗତର ଭାବନା ସେଟା ପୂର୍ଣ୍ଣ ମାତ୍ରାରେ ବୁଝୁଛନ୍ତି କେବଳ କୃଷ୍ଣ। ଏମାନେ ମଧ୍ୟ ଆଉ କାହାକୁ ତ କହୁନାହାନ୍ତି, ସବୁତକ କଥା କୃଷ୍ଣଙ୍କୁ ହିଁ କହୁଛନ୍ତି। କାହିଁକି ନା ସେମାନଙ୍କ ଜ୍ଞାନରେ କୃଷ୍ଣ ବ୍ୟତୀତ ତ ଆଉ କିଛି ସ୍ଫୁର୍ତ୍ତି ହଉନି। ଏ ଜଗତରେ ଗଛ, ମାଛ, ନଦୀ, ନାଳ, ସାଗର, କାନର ଅଛି, ଏ ଜ୍ଞାନ ସେମାନଙ୍କର ଅଛି କି? ରହସି ସମ୍ବିଦ ହୃତୁ ସୟୋଦୟମ୍ ପ୍ରହସିତାନନଂ ପ୍ରେମ ବୀକ୍ଷଣଂ ବୃହଦୁରହସ୍ୟ ବୀକ୍ଷଧାମତେ ମୁହୁରତି ସ୍ପୃହା ମୁହ୍ୟତେ ମନ। ଶ୍ୟାମ ସୁନ୍ଦର ପ୍ରତିଟି ମୁହୂର୍ତ୍ତରେ ମନରେ ଏ ଗୋଟିଏ ଭାବ ଆସୁଛି, କୃଷ୍ଣଙ୍କ ସହ ସୁରତ ସମ୍ଭୋଗରେ ମଜ୍ଜି ଯାଆନ୍ତୁ କି ଆମେ। ପ୍ରତିଟି ମୁହୂର୍ତ୍ତ ତୁମ ସହ କେଳି କୌତୁକରେ ନିବିଡ଼ ନିମଜ୍ଜିତ ହେଇ ରହନ୍ତୁ। ଗୋଟିଏ ମୁହୂର୍ତ୍ତ ପାଇଁ ସିଏ ବନ୍ଦ ହୁଅନ୍ତା ନାହିଁ। ଯେପରି ବିମଳ ଗଙ୍ଗା ଧାରା ନିରନ୍ତର ପ୍ରବାହିତା ଓ ଅନନ୍ତ କାଳରୁ ଏକ ମୁହୂର୍ତ୍ତ ପାଇଁ କେତେବେଳେ ସ୍ଥିର ହେଇନି। ଦିନ ତମାମ ଯଦି ଆମେ ଦୂରବୀକ୍ଷଣ ଯନ୍ତ୍ର ପିନ୍ଧି ଆଖିରେ ସତର୍କ ଦୃଷ୍ଟି ରଖିବା ଗଙ୍ଗା ଧାରା ଉପରେ, କେତେବେଳେ ଟିକେ ରେଷ୍ଟ ନେଇଗଲା କି? ଯୋଉ ଧାବମାନ ଅବସ୍ଥାରେ ଅଛି, ତୀବ୍ର ଗତିରେ ଦୌଡୁଛି, କେତେ ଦୌଡ଼ିବ? ଦୌଡ଼ି ଦୌଡ଼ି କ୍ଳାନ୍ତ ହେଇଗଲେ ଟିକେ କୋଠି କ୍ଳାନ୍ତି ଅପନୋଦନ ନିମନ୍ତେ ସ୍ଥିର ହେଇଯିବ ପରା। ହଏ ଗଙ୍ଗାର ଧାରା ମୁହୂର୍ତ୍ତ ପାଇଁ କେତେବେଳେ ସ୍ଥିର ହଏ, ତାହା ଯେପରି ତାର ଗତି ଯେପରି ଅଖଣ୍ଡିତ, ତାର ଗତି ଯେପରି ଅଖଣ୍ଡିତ। ଦୀପ ଶିଖାଟିଏ ବର୍ଷ ବର୍ଷ ଯୁଗ ଯୁଗ ଧରି ପ୍ରଜ୍ୱଳିତ ହେଉଥିଲେ, ଶିଖି କେତେବେଳେ ଆମେ ଯଦି ତା ଉପରେ ଲକ୍ଷ୍ୟ ରଖିବା, କେତେ ଜଳିବି, କେତେ ଆଲୋକ ପ୍ରଦାନ କରିବି, କେତେ ତାପ ବିକିରଣ କରିବି, କେତେ ବାଣ୍ଟିବି ସମସ୍ତଙ୍କୁ ଆଲୁଅ ଉତ୍ତାପ। ଓହ, ବଡ଼ କ୍ଳାନ୍ତ ଶ୍ରାନ୍ତ ଲାଗିଗଲାଣି, ମୁହୂର୍ତ୍ତେ ବିଶ୍ରାମ କରିଦେବି କି ତାପରେ ପୁଣି ଆଉ ଥରେ ଜଳି ଉଠିବି, ପୁଣି ଆଲୋକ ଉତ୍ତାପ ବିତରଣ କରିବି। ଦୀପ ଶିଖା ମୁହୂର୍ତ୍ତକ ପାଇଁ କେବେ ନିର୍ବାପିତ ହେଇ ବିଶ୍ରାମ ନିଏ ନା ଅଖଣ୍ଡ ଭାବରେ ପ୍ରଜ୍ୱଳିତ ହେଉଥାଏ। ଗଙ୍ଗା ଧାରା ଯେପରି ଅଖଣ୍ଡ, ଦୀପ ଶିଖା ଯେପରି ଅଖଣ୍ଡ। ଶ୍ୟାମ ବନ୍ଧୁ ତଦ୍ରୂପ ତୁମ ସହ ଅଖଣ୍ଡ ଭାବରେ ଖେଳି କୌତୁକରେ ନିମଜ୍ଜିତ ହୋଇଯାଆନ୍ତୁ। ଆମେ ସୁରତ କ୍ରୀଡ଼ାରେ ନିମଜ୍ଜିତ ହେଇଯାଆନ୍ତୁ ଏବଂ ତାହା କିପରି ଅଖଣ୍ଡ ଭାବରେ ମୁହୂର୍ତ୍ତକ ପାଇଁ ବନ୍ଦ ହୁଅନ୍ତାନି। ଏଇ ସ୍ପୃହା ଆମ ଅନ୍ତଃକରଣରେ ଜାତ ହଉଛି। ଆମର ଭାବନା ଏୟା, ମୁହୁରତି ସ୍ପୃହା, ମୁହୁ ନିରନ୍ତର ପ୍ରତିଟି ମୁହୂର୍ତ୍ତରେ, ରତି ସ୍ପୃହା। ଆଉ କେହି କେହି ଟୀକାକାର କହିଲେ ମୁହୁ ଅତି ସ୍ପୃହା। କି ସ୍ପୃହା କିଏ ଜାଣେ? ବ୍ରଜାଙ୍ଗନା ମାନେ ଜାଣନ୍ତି କି ସ୍ପୃହା। ଆମର ଯେତିକି ବୁଦ୍ଧି ଆମେ ଖୋଳିତାଡ଼ି ବାହାର କଲେ, ମୁହୁ ଏ ସ୍ପୃହା ଅତିମାତ୍ରାରେ ଆମ ମନରେ ଜାଗ୍ରତ ରହୁଛି।
କାହିଁକି? ତାର କାରଣ ଶ୍ୟାମ ସୁନ୍ଦର ତୁମ ଅଙ୍ଗ ପ୍ରତ୍ୟଙ୍ଗ ଆପାଦ ମସ୍ତକ ଅପୂର୍ବ ଲାବଣ୍ୟ ବିମଣ୍ଡିତ ସର୍ବ ଅଙ୍ଗ ପ୍ରତ୍ୟଙ୍ଗ ଆମକୁ ଏପରି ପ୍ରଲୋଭନରେ ପକାଉଛି। ଏ ମଧୁର ଅଙ୍ଗ ପ୍ରତ୍ୟଙ୍ଗ ସହ अलौकिक रूप छटा ता सह रसाळ आचरण रसस्निग्ध आचरण श्याम सुंदर निरंतर पंचबाण प्रहारित होई आम हृदय मदन वेदना अखंड भाव सृष्टि करुछि। निरंतर आमे कामर पंचबाण रे पीड़िता। श्याम सुंदर तुमर अंग पंचक ही पंचबाण परी आम हृदय रे कार्य करुचे। कौन से पांचटी कंदर्पर पांचबाण स्वरूप ब्रजांगना मानक पाई हृदय विदीर्णकारी होइछि। बाण जेपरी वक्षस्थल रे प्रवेश करी हृदय को हृत्पिंड को विदीर्ण कर दिए, तद्रूप कृष्णंकर केउ पांचटी अंग ओ आचरण पंचबाण सदृश होइछि। कंदर्पर पंचबाण कौन कि? कंदर्प आ मदन फूल धनु कुहाଯାଏ। नाना वर्णर नाना आकृतिर नाना सुगंध युक्त नाना मधु युक्त नाना पराग युक्त कुसुम निकर रे निर्मित कामदेवଙ୍କ धनु नहीं कि आउ तार गुण मालती मल्लिका प्रभृति कुसुम रे ए धनुर गुण दियारी विविध रंग गंध युक्त कुसुम रे धनुटी दियारी मदनर धनु आउ से धनुर गुण ए फूल रे तैयारी बोली फूल धनु बोली कंदर्प को कहा जाए। धनुटी केवल फूल नुहे बाण मध्य पुष्प निर्मित फूल रे तैयारी लुहार तैयारी नुहे कि बाउंश रे तैयारी नुहे लौह किंबा वंश निर्मित बाण रत प्रतिबाण अच्छे ताको सह्य करी हब ताको एड़े हब किंतु ए बाण अदृश्य अलौकिक अद्भुत कल्पनातीत ही थिबारु ए बाणर प्रतिकार केही करिपारन्तिनि। बाण संख्या मध्य बेसी नहीं, शत संख्यक सहस्र संख्यक कोटि संख्यक बाण योद्धा माने प्रभु श्रीराम वीरवर पार्थ जेपरी प्रयोग करुथिले एते बाणर आवश्यकता नहीं। कंदर्प मात्र पांचटी। कौन से पांचटी बाण? अशोक अरविंद बच्युत
ବା ବକୁଳ, ନବମଲ୍ଲିକା ଆଉ ଅଚ୍ୟୁତ ମାନେ ଅଶୋକ, ଅରବିନ୍ଦ, ନିଆଳି। ନବମଲ୍ଲିକା, ବକୁଳ ବା ଚ୍ୟୁତ, ଆର ଗୋଟେ କଣ ରହିଲା ବୋଧେ ନୀଳୋତ୍ପଳ। ମନେ ହଉନି ଏକ୍ଷଣି ଆଉ ଗୋଟିଏ କଣ ରହିଲା ଜାଣନ୍ତିନି କି? ସାଗର ଭିତରେ ପଶିଲେ ସିନା ଜାଣିବେ କି ମାଛ ତା ଭିତରେ ଅଛି। ଏ ପଞ୍ଚବାଣ କନ୍ଦର୍ପର ଆମ ପାଇଁ ତୁମର 5ଟି ଅଙ୍ଗ ଆଚରଣ କଣ କଣ? ବ୍ରଜାଙ୍ଗନା ମାନଙ୍କ ପାଇଁ ପଞ୍ଚବାଣ ସ୍ୱରୂପ ହେଇଛି କୃଷ୍ଣଙ୍କର। ରହସି ସମ୍ବିଦ ହୃତୁଷୟୋଦୟଂ ପ୍ରହସିତାନନଂ ପ୍ରେମ ବିକ୍ଷଣଂ ବୃହଦୁରଶ୍ରିୟ ବିକ୍ଷଧାମତେ ମୁହୁରତେ ସ୍ପୃହା ମୁହ୍ୟତେ ମନ। ନିରନ୍ତର ଆମ ଭିତରେ ମଦନ ବାସନା ସୃଷ୍ଟି କରୁଛି। ଏ ପଞ୍ଚବାଣ ତ ପ୍ରହାରିତ ହଉଛି ଆମ ଉପରେ ସର୍ବଦା। ତୁମ ଶ୍ରୀମୂର୍ତ୍ତି, ତୁମ ଶ୍ରୁତି କେତେବେଳେ ହେଲେ ତ ମାନସ ପଟଳରୁ ଦୂର ହଉନି। ଜାଗ୍ରତ କାଳରେ ଭାବନାରେ ନିଦ୍ରା ତ ହଉନି, ଯଦି କେତେବେଳେ ନିଦ୍ରା ହେଲା ସ୍ୱପ୍ନରେ ତୁମ ରୂପ, ତୁମ ଗୁଣ ମୁହୂର୍ତ୍ତକ ପାଇଁ ଆମ ମନରୁ ବିଚ୍ୟୁତ ହଉନି। ଅତଏବ ନିରନ୍ତର ଅଖଣ୍ଡ ଭାବରେ ତୁମର ଏ ପଞ୍ଚ ଅଙ୍ଗ ଆମ ଉପରେ ପଞ୍ଚବାଣ ପ୍ରହାର କରି ଚାଲିଛି। ଗୋଟିଏ ଗୋଟିଏ ବାଣରେ ଶିବଙ୍କ ଭଳିଆ ଯୋଗୀ ସମାଧିରୁ ଟଳି ପଡ଼ିଛନ୍ତି। ବିଶ୍ୱାମିତ୍ର, ପରାଶର ପ୍ରଭୃତି ମୁନିଗଣ ଯେଉଁ ବାଣର ପ୍ରଚଣ୍ଡ ପ୍ରହରରେ ବ୍ୟଥିତ ହୋଇ ସ୍ୱଭଜନ ପଥରୁ ସାଧନ ପୀଠରୁ ଖସି ପଡ଼ିଛନ୍ତି ତଳକୁ, ଆମେ ଅବଳା ଗୁଡାକ କୋଉ ଶକ୍ତି ବଳରେ ତାକୁ ସହ୍ୟ କରିବୁ? ଏକାବେଳେ ପଞ୍ଚବାଣ ତାହାପରେ ନିରନ୍ତର ଅଖଣ୍ଡ ଭାବରେ ପ୍ରହରିତ ହଉଛି। ତୁମର ରହସି ସମ୍ବିଦ, ତୁମର ଋତୁଶୟୋଦୟ, ତୁମର ପ୍ରହସିତାନନ 3, ତୁମର ପ୍ରେମ ବିକ୍ଷଣ 4, ତୁମର ବୃହତ ଉର ବକ୍ଷସ୍ଥଳ 5ଟି ପଞ୍ଚବାଣ ତୁଲ୍ୟ ଆମର ପରମ ଶତ୍ରୁ ହିଁ ଉଠିଛି। କିପରି ଏହି ପଞ୍ଚାଙ୍ଗ ଗୋପାଙ୍ଗନା ମାନଙ୍କ ପ୍ରତି ପଞ୍ଚବାଣର ରୂପ ନେଇଛି, ଆସନ୍ତାକାଲି ଦେଖିବା। ସମୟ ହେଲାଣି, ଆଜି ମଧ୍ୟ ଲୋକ ବହୁତ କମ୍। ସହଜେ ଶିବରାତ୍ରି, ମହାଶିବରାତ୍ରି ବର୍ଷରେ ଗୋଟିଏ ଦିନ, 4 ପ୍ରହରରେ 4 ଥର ଆଜି ରାତ୍ରିରେ ଶିବଙ୍କ ଅଭିଷେକ ହବା କଥା। ଧୀରେ ଧୀରେ ସମାଜରୁ ଏ ପୌରାଣିକ ତଥ୍ୟ ସହ ଆଧ୍ୟାତ୍ମିକ କାର୍ଯ୍ୟ ଲୁପ୍ତ ହୋଇଯାଉଛି। ଆଜି ଦେଖିବେ ଶିବ ମନ୍ଦିର ମାନଙ୍କରେ 4 ପ୍ରହରରେ 4 ଥର ଅଭିଷେକ କଥା କଣ? ଅଭିଷେକ କହିଲେ କଣ କେହି ବୁଝିବେନି, କିନ୍ତୁ ଶିବ ମନ୍ଦିର ବାହାର ପଟେ
ଗ୍ରାମେ ଗ୍ରାମେ ଦେଖିବେ ପ୍ରଚୁର ପଇସା ଖର୍ଚ୍ଚ ହୋଇଛି, ବିପୁଳ ଆଲୋକ ସଜ୍ଜା, ବହୁତ ରଙ୍ଗ ରହସ୍ୟ, ଗୀତ ନାଚ ମୌଜ ମଜଲିସ, ପ୍ରଚୁର ଦୋକାନ ବଜାର, କେତେ ଯେ ଅଣ୍ଡା ସିଝା ବିକ୍ରି ହବ ହଉଛି, ମୁଁ ଦେଖିଛି ବୋଲି ମୋ ପାଟିରେ ଏଟା ବାହାରି ପଡ଼ିଲା। ଶିବରାତ୍ରିରେ ମଧ୍ୟ ପ୍ରଚୁର ଦୋକାନ ବଜାର ଲାଗିଛି। ଚାଟ ବାଲା ତ ଅଛି, ତା ପଛକୁ ଅଣ୍ଡା ବାଲା ମଧ୍ୟ ଅଛି। ସେ କାହିଁକି ନ ଯିବ? ସବୁ ଲୋକ ତ ସିଆଡ଼େ ପଳେଇଲେ, ଆଉ କୁଆଡ଼େ ଯିବ? କାହାରି ସ୍ୱାଧୀନତାରେ ତ ଆମର ବାଧା ନାହିଁ। କିଏ ଖାଇଲେ ଆମେ ମନା କରିବାର ଅଧିକାର ଅଛି ନା କିଏ ସେଠି ଗଲେ ଆମର ମନା କରିବାର ଅଧିକାର ଅଛି? ଏଟା ସତ କଥା କହୁଛି। ଆଜିର ବୈଶିଷ୍ଟ୍ୟ କ'ଣ? ଆଜିର ବୈଶିଷ୍ଟ୍ୟ ହଉଛି ଶିବ ପୁରାଣ ଅନୁସାରେ ଆଜି ମହାଶିବରାତ୍ରି କାହିଁକି ଏବଂ କ'ଣ ଘଟଣାରୁ ଏ ଶିବରାତ୍ରି ଆଜି ପାଳନ କରାଯାଉଛି ସଂକ୍ଷିପ୍ତରେ କହିବି। ଗୋଟିଏ ବ୍ୟାଧ ଥିଲା। ସେ ବ୍ୟାଧ ପ୍ରତ୍ୟହ ନିଶରେ ବୁଲି ମୃଗୟା କରେ। ମୃଗ, ବରାହ ପ୍ରଭୃତି ବନ୍ୟ ପଶୁ ବଧ କରେ, ଶିକାର କରେ। ଗଛ ଉପରେ ଚଢ଼ିକିରି ଲୁଚିକିରି ରହେ ଧନୁର୍ବାଣ ଧରି ଗୋପନରେ। ବୃକ୍ଷ ନିକଟବର୍ତ୍ତୀ ପଥରେ ଯେତେବେଳେ ବନ ପଶୁମାନେ ଗତାଗତି କରନ୍ତି, ବାଣ ବିଦ୍ଧ କରି ଶିକାର କରେ। ବାଣ ବିଦ୍ଧ ପଶୁଟି କିଛି ବାଟ ଯାଇ ପଡ଼ିଗଲା, ଦାଲଟା ଜଙ୍ଗଲ ଭିତରେ ପଡ଼ିଗଲା। ସେ ଲକ୍ଷ୍ୟ କରିଥାଏ ଏ ଭିତରେ ପଡ଼ିଛି। ରାତ୍ରି ଭିତରେ ଯେତୋଟି ଶିକାର କରିଥିବ, ସକାଳ ପାଇଲେ ଉଠି ଚତୁର୍ଦିଗରେ ଖୋଜି ବୁଲି ତାର ପଶୁଗୁଡ଼ିକୁ ନେଇକରି ଆସେ, ବଜାରରେ ବିକ୍ରୟ କରି ଧନ ଅର୍ଜନ କରେ। ଏ ତାର ବୃତ୍ତି। ବ୍ୟାଧର ଏହି କାର୍ଯ୍ୟ ଜୀବିକା ବା ବୃତ୍ତି ହେଇଥିବାରୁ ତା ପାଇଁ ଅଧର୍ମ ନୁହେଁ। ବଡ଼ ବିଚିତ୍ର ଆମର ଏ ସନାତନ ଧର୍ମ, ଆମ ଆର୍ଯ୍ୟ ଶାସ୍ତ୍ର। ତା ପାଇଁ ଏଗୁଡ଼ାକ ଯେପରି ସୈନିକ ପାଇଁ ନରହତ୍ୟା ହତ୍ୟା ନୁହେଁ, ବ୍ୟାଧ ନାମକ ଜାତି ପାଇଁ ତାହା ଅଧର୍ମ ନୁହେଁ। ଯମଦଣ୍ଡ ଦେବେନି, କିନ୍ତୁ ସଂସ୍କାରର ପ୍ରଭାବ ଅଛି। ସେ ଆଧ୍ୟାତ୍ମିକ ଦିବ୍ୟ ପଥର ପଥିକ ହେଇପାରିବନି। ସଂସ୍କାର ତାକୁ କରେଇ ଦେବନି। କୁଚ୍ଛିତ କୂଳରେ କୁଚ୍ଛିତ ବୁଦ୍ଧିରେ ତାକୁ ଜନ୍ମ କରେଇବ। ସଂସ୍କାରଟା କେହି ଏପଟ ସେପଟ କରିପାରିବେନି। ଏଇଟା ଜୀବନ ଧାରଣ ପାଇଁ ଜୀବିକା ଦୃଷ୍ଟିରୁ ଜାଗତିକ ଧର୍ମ ନିର୍ଣ୍ଣୟ ହେଉଛି। ଗୋଟିଏ ଦିନ ସେ ଆଜି ଦିବସରେ ସନ୍ଧ୍ୟାବେଳୁ କ'ଣ ଦୁଇଟି ଖାଇ ଆଲୁଅ ଥାଉ ଥାଉ ପଶୁମାନେ ଅରଣ୍ୟକୁ ଆସିବା ବିଚରଣ କରିବା ପୂର୍ବରୁ ଧନୁର୍ବାଣ ସଜାଡ଼ି ଅରଣ୍ୟ ଭିତରେ ଗୋଟିଏ ବୃକ୍ଷରେ ଲୁଚିକିରି ବସିଛି। ରାତ୍ରି ପ୍ରଥମ ପ୍ରହରରେ ଗୋଟିଏ ପଶୁ ଆସିଲା। ଗୋଟିଏ ବରାହ ଘୁରୁ ଘୁରୁ ଶବ୍ଦ କରିକିରି ଆସିଲା। ପ୍ରଫୁଲ୍ଲ ମନରେ ବାଣ ତୁଣିରରୁ ବାହାର କରି ବ୍ୟାଧ ସନ୍ଧାନ କଲା। ଯେତେବେଳେ ବାଣର ରଜ୍ଜୁକୁ ଆକର୍ଷଣ କରି ଛାଡ଼ିଦିଏ, ତାର ବଳର ପ୍ରୟୋଗରେ ବାଣଟାକୁ ତ ଖୁବ୍ ଜୋରରେ ଟାଣିକିରି ଛାଡ଼ିବାକୁ ହୁଏ, ନହେଲେ ଆଘାତଟା ପ୍ରଚଣ୍ଡ ହବନି। ସେତିକିବେଳେ ତାର ଶରୀରର ଚାପରେ ସେ ଗଛର ଡାଳ ଟିକେ ହଲିଗଲା, କିଛି ପତ୍ର ତଳକୁ ପଡ଼ିଗଲା। ଶୁଖିଲା ପତ୍ର, ପାଚିଲା ପତ୍ର ହଲିଗଲେ ଟିକେ ଡାଳଟା ଦିଟା ପତ୍ର ପଡ଼ିଯିବ। ଦ୍ୱିତୀୟ ପ୍ରହରରେ ଗୋଟିଏ ମୃଗ ଆସିଲା, ସେଇ ଘଟଣା ହେଲା। ତୃତୀୟ ପ୍ରହରରେ ଆଉ ଗୋଟିଏ ପଶୁ ଆସିଲା, ସେୟା ହେଲା। ଚତୁର୍ଥ ପ୍ରହରରେ ମଧ୍ୟ ଆଉ ଗୋଟିଏ ପଶୁ ଆସିଲା, ସେୟା ହେଲା।
ଚାରିଥର ସେ ବାଣ ପ୍ରୟୋଗ କରିଛି ରାତିର 4 ପ୍ରହରରେ। 4 ଥର ସେ ଡାଳ କମ୍ପିତ ହୋଇଛି, ତାର ପତ୍ର ତଳକୁ ଝଡ଼ି ପଡ଼ିଛି। ଏପଟକୁ କାହିଁ ସେ ଲକ୍ଷ୍ୟ ରଖିବେ, ଏଟା ତ ସବୁଦିନର କଥା। 4ର୍ଥ ପ୍ରହରରେ ଯେତେବେଳେ ସେ ବାଣ ପ୍ରୟୋଗ କରିଦେଲା, ସହସା ସେ ବୃକ୍ଷ ତଳେ ଭଗବାନ ଆଶୁତୋଷ ଶଙ୍କର ଜଟା ମଣ୍ଡିତ ବପୁ ଛିଡ଼ା ହୋଇପଡ଼ିଲେ। ସାଧୁ ସାଧୁ ବତ୍ସ, ତୁମର ପରମ ଭକ୍ତରେ ଆଜି ଗୋଟିଏ ଦିନରେ ତୁମର 4 ଥର ଅଭିଷେକ କଲୁ। ଆ ତୋର ଇଚ୍ଛାନୁମତ ବର ମୁଁ ଆଜି ପ୍ରଦାନ କରିବି। ସ୍ତମ୍ଭୀଭୂତ, ଆଜ୍ଞା ମୁଁ ମୃଗବଧ କରୁଥିଲି, ବରାହ। ଛାଡ ସେଗୁଡାକ, ତୁ କଣ କରୁଥିଲୁ? ତୁ ତ ମୋ କାର୍ଯ୍ୟ କରିଛୁ। ମତେ କେହି କୋଉଠି ପୂଜା ଅର୍ଚ୍ଚନା କଲେ ଗୋଟିଏ ଥର, ରାତ୍ରିରେ କେହି ମୋର ପୂଜା ଅର୍ଚ୍ଚନା କରନ୍ତିନି ବେଶୀ। ସନ୍ଧ୍ୟା ହେଇଗଲେ ଦରଜା ବନ୍ଦ କରିଦିଏ, ଶିବ ମନ୍ଦିରଟା ପ୍ରାୟ ସନ୍ଧ୍ୟାରେ ବନ୍ଦ ହେଇଯାଏ। କିନ୍ତୁ ରାତ୍ରି ଅଧରେ ମଧ୍ୟ ତୁ ମୋର 4ର୍ଥ ପ୍ରହରରେ 4 ଅର୍ଚ୍ଚନା କରିଛୁ। ମୁଁ ପରମ ସନ୍ତୁଷ୍ଟ ତ ଉପରେ। ଯା, ଏଇ ରୀତି ଆଜି ଦିବସରେ ଯେଉଁମାନେ ପାଳନ କରିବେ, ମୁଁ ସେମାନଙ୍କ ଉପରେ ପରମ ସନ୍ତୋଷ ହୋଇ ସେମାନଙ୍କର ସକଳ ମନସ୍କାମନା ପୂର୍ଣ୍ଣ କରିବି। ତୋର ସ୍ମୃତି ଉଦ୍ଦେଶ୍ୟରେ ଆଜି ଦିନଟି ସର୍ବତ୍ର ପାଳିତ ହେବ ମୋର ଅର୍ଚ୍ଚନାରେ। କଥା କଣ? ଯେତେବେଳେ ଏ ବାଣ ପ୍ରୟୋଗ କରିଦିଏ, ଗଛର ଡାଳ କମ୍ପି ଉଠେ, ତାର ପତ୍ର ଖସି ପଡେ। ଦୈବା ତ ସେଉଠି ଗୋଟିଏ ବେଲ ଗଛ, ଏ ଗୋଟିଏ ବିଲୁଆ ବୃକ୍ଷରେ ଅରଣ୍ୟ ଭିତରେ ଚଢି ଯାଇଛି। ବେଲପତ୍ର ଉଡିଏ ଯେତେବେଳେ ତଳକୁ ଖସି ପଡେ, ଆଶ୍ଚର୍ଯ୍ୟ କଥା, ସେ ଅରଣ୍ୟ ଭିତରେ, ସେ ବୃକ୍ଷ ମୂଳରେ ଶିବଲିଙ୍ଗ ମୂର୍ତ୍ତି ସ୍ୱୟଂ ରୂପେ ପ୍ରକାଶ ହେଇକିରି ଅରଣ୍ୟ ଭିତରେ ଅଛନ୍ତି। ଇଏ ଶିବଲିଙ୍ଗଙ୍କ ମସ୍ତକରେ ସେ ବେଲପତ୍ର ଗୁଡିକ ଯେତେବେଳେ ପଡିଯାଏ, ସେ ଭାବନ୍ତି, ଆହା ମତେ କିଏ ପୂଜା ଅର୍ଚ୍ଚନା କଲା। ବେଲପତ୍ର ତ ତାଙ୍କର ଅତି ପ୍ରିୟ। ବ୍ୟାଧର 4 ଥରରେ 4 ଥର ବେଲପତ୍ର ପଡି ଶିବ ଏତିକି ସନ୍ତୁଷ୍ଟ ହେଇଗଲେ ଯେ ସେଇ ଦିନ ଟିକେ ଶିବରାତ୍ରି ବୋଲି ଚିହ୍ନିତ କରିଲେ। ଏବଂ ସେଇ କାରଣରୁ ଶିବରାତ୍ରି ଦିନ ରାତ୍ରି କାଳରେ ଅର୍ଚ୍ଚନା ହୁଏ ଶିବଙ୍କର। ଆମର ଗ୍ରାମ ମାନଙ୍କରେ ଏସବୁ ବ୍ୟବସ୍ଥା ଅଛି, ବାମୁଣିଆ ଶାସନ ମାନଙ୍କରେ ଥିଲା। ଆମେ ପିଲାଦିନେ ଦେଖିଛୁ, ଏବେ ବି ହଉଛି। ବ୍ରାହ୍ମଣ ଶାସନ ମାନଙ୍କରେ ରାତ୍ରିର 4 ପ୍ରହରରେ 4 ଥର ଅଭିଷେକ ହେବ। ପୂଜା ଅର୍ଚ୍ଚନା, ଷୋଡଶୋପଚାର ଏବଂ ଅଭିଷେକ ମନ୍ତ୍ରଯନ୍ତ୍ର ଆଦିରେ ବ୍ରାହ୍ମଣ ମାନେ ପ୍ରଥମ ପ୍ରହର, ଦ୍ୱିତୀୟ ପ୍ରହର, ତୃତୀୟ ପ୍ରହର, ଚତୁର୍ଥ 4 ଥର କରିବେ। ଆଜି ହେଉଛି ଆଜି ଦିବସର ବୈଶିଷ୍ଟ୍ୟ। ଏବଂ ଯେଉଁ ଶିବ ଓ ଶଙ୍କରଙ୍କ କଥା ଆମେ ଆଲୋଚନା କରୁଛେ, ଏ ଗୋପୀମାନଙ୍କର ଅନ୍ତଃକରଣର ଭାବକୁ କିଛି କିଛି ଜାଣିବା ଲୋକ ସେ ଜଣେ। କାହିଁକି? ବୈଷ୍ଣବାନାଂ ଯଥା ଶମ୍ଭୁ, ଗୋପୀମାନଙ୍କର ମର୍ଯ୍ୟାଦା ସେ ଜାଣନ୍ତି ବୋଲି କୃଷ୍ଣଙ୍କୁ ପ୍ରାର୍ଥନା କରି ତାହାଙ୍କର ରାସମଣ୍ଡଳ ମଧ୍ୟକୁ ଗୋପୀ ବେଶରେ ଥରୁଟିଏ ପ୍ରବେଶ କରିଥିଲେ। ନିଜେ ଗୋପୀଟିଏ ହେଇ ଗୋପୀଶ୍ୱର ମହାଦେବ ନାମ ଧାରଣ କରି ଅଦ୍ୟାବଧି ବୃନ୍ଦାବନରେ ନିବାସ କରୁଛନ୍ତି। ଯାହା ହଉ, ବହୁତ ସମୟ ବିତିଗଲାଣି। ଆସନ୍ତାକାଲି ପରବର୍ତ୍ତୀ ଶ୍ଲୋକ ଆଲୋଚନା କରିବା। ଆଜି ଲୋକ ବେଶୀ ନାହାନ୍ତି।